ଗ୍ୟାସ୍ ଉପଭୋକ୍ତାଙ୍କ ପାଇଁ ବଡ଼ ଖବର ଆସିଛି। ପିଏନ୍ଜି କନେକ୍ସନ୍ ଥିଲେ 500 ଟଙ୍କା ରିହାତି ମିଳିବ। ଆସନ୍ତୁ ଆଜି ଆମେ ଏହି ଖବର ଉପରେ ଟିକେ ନଜର ପକାଇବା। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ, ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଉ ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍, ସେୟାର, କମେଣ୍ଟ କରିଦିଅନ୍ତୁ। ତେବେ ଚାଲନ୍ତୁ ଡେରି ନ କରିକି ଆଜିର ଏହି ଭିଡ଼ିଓଟିକୁ ଆରମ୍ଭ କରିବା। ଗ୍ୟାସ୍ ଉପଭୋକ୍ତାମାନଙ୍କ ପାଇଁ ଆସିଲା ଖୁସି ଖବର। ଏଣିକି 500 ଟଙ୍କାରେ ମିଳିବ ଗ୍ୟାସ୍ ସିଲିଣ୍ଡର। ଏଲ୍ପିଜି ଗ୍ୟାସ୍ ସଂକଟ ଧୀରେ ଧୀରେ ବଢ଼ୁଥିବା କାରଣରୁ ପିଏନ୍ଜି ଗ୍ୟାସ୍କୁ ସରକାର ଅଧିକ ଗୁରୁତ୍ୱ ଦେଇଛନ୍ତି। ଇନ୍ଦ୍ରପ୍ରସ୍ଥ ଗ୍ୟାସ୍ ଲିମିଟେଡ୍ ଆଇଜିଏଲ୍ରୁ ପିଏନ୍ଜି ସଂଯୋଗ କିଣିବା ଉପରେ 500 ଟଙ୍କା ରିହାତି ପ୍ରଦାନ କରାଯିବ। ପାଇପ୍ ପ୍ରାକୃତିକ ଗ୍ୟାସ୍ ପିଏନ୍ଜି ସଂଯୋଗ ନେବାକୁ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ଏହି ଯୋଜନା ଆରମ୍ଭ କରାଯାଇଥିଲା। ପ୍ରମୁଖ ସହର ଗ୍ୟାସ୍ ବଣ୍ଟନ ସିଜିଡି କମ୍ପାନୀଗୁଡ଼ିକ ଲୋକମାନଙ୍କୁ ପିଏନ୍ଜି ସଂଯୋଗ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ମହାନଗର ଗ୍ୟାସ୍ ଲିମିଟେଡ୍, ଜିଏଆଇଏଲ୍ ଏବଂ ଭାରତ ପେଟ୍ରୋଲିୟମ୍ ଭଳି କମ୍ପାନୀଗୁଡ଼ିକ ମଧ୍ୟ ସମାନ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଦିଲ୍ଲୀର ଏକ ସଭାରେ ଏଲ୍ପିଜି ଗ୍ୟାସ୍ ସଂକଟ ବିଷୟରେ ଆଲୋକପାତ କରାଯାଇଛି। ଏବେ ଅବସ୍ଥା ଚିନ୍ତାଜନକ ଅଛି। ସାଧାରଣ ଉପଭୋକ୍ତାମାନଙ୍କୁ ଏଲ୍ପିଜି ଗ୍ୟାସ୍ ବିତରଣ କରାଯିବା ସହ କମର୍ସିଆଲ ଏଲ୍ପିଜି ବିତରଣ ଆରମ୍ଭ ହୋଇଛି। ସରକାର ଏହା ମଧ୍ୟ କହିଛନ୍ତି ଯେ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର ସମସ୍ୟା ଦେଇ ଦେଶ ଏବେ ଗତି କରୁଅଛି। ଭାରତ ସରକାର 24 ତାରିଖରେ ନିର୍ଦ୍ଦେଶ ଦେଇଛନ୍ତି ଯେ ଯାହା ପାଖରେ ପିଏନ୍ଜି କନେକ୍ସନ୍ ଅଛି ସେମାନେ ଏଲ୍ପିଜି ସିଲିଣ୍ଡର ଦେଇ ଦିଅନ୍ତୁ। ପେଟ୍ରୋଲିୟମ ମନ୍ତ୍ରାଳୟ କହିଛି ଯେ ପର୍ଯ୍ୟାପ୍ତ ଷ୍ଟକ୍ ଉପଲବ୍ଧ ଥିଲେ ମଧ୍ୟ ଏଲ୍ପିଜି ଯୋଗାଣ ଏକ ଚ୍ୟାଲେଞ୍ଜ ହୋଇ ରହିଛି। ଆମେ ଏଲ୍ପିଜି ସମ୍ପର୍କରେ ଏକ କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହେଉଛୁ। କୌଣସି ବିତରକ ଏଲ୍ପିଜି ଅଭାବ ରିପୋର୍ଟ କରିନାହାନ୍ତି। ବାଣିଜ୍ୟିକ ଏଲ୍ପିଜି ସିଲିଣ୍ଡରର ସୁଗମ ବଣ୍ଟନ ସୁନିଶ୍ଚିତ କରିବା ପାଇଁ ପ୍ରୟାସ ଚାଲିଛି। ସରକାର 14 ତାରିଖରେ ଏକ ନିର୍ଦ୍ଦେଶ ଜାରି କରିଥିଲେ, ଯେଉଁଥିରେ ପିଏନ୍ଜି ସଂଯୋଗ ଥିବା ଯେକୌଣସି ବ୍ୟକ୍ତିଙ୍କୁ ସେମାନଙ୍କର ଏଲ୍ପିଜି ସିଲିଣ୍ଡର ହସ୍ତାନ୍ତର କରିବାକୁ ପଡ଼ିବ। ପେଟ୍ରୋଲିୟମ ମନ୍ତ୍ରାଳୟର ସୁଜାତା ଶର୍ମା କହିଛନ୍ତି ଯେ ବାଣିଜ୍ୟିକ ଏଲ୍ପିଜି ସିଲିଣ୍ଡର ବଣ୍ଟନକୁ ପ୍ରାଥମିକତା ଦେବାର ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡ଼ି ଦିଆଯାଇଛି। ଏଲ୍ପିଜି ନିୟନ୍ତ୍ରଣ ଅର୍ଡର କାର୍ଯ୍ୟକାରୀ ହେବା ପରଠାରୁ ଘରୋଇ ଏଲ୍ପିଜି ଉତ୍ପାଦନ 36% ବୃଦ୍ଧି ପାଇଛି। ମନ୍ତ୍ରାଳୟ ଗ୍ରାହକମାନଙ୍କୁ ପ୍ୟାନିକ୍ ବୁକିଂରୁ ନିବୃତ୍ତ ରହିବାକୁ ମଧ୍ୟ ଅନୁରୋଧ କରିଛି। ତୈଳ ବିପଣନ କମ୍ପାନୀ ଓଏମ୍ସିଏସ୍ ମଧ୍ୟ ମହଜୁଦକାରୀଙ୍କ ବିରୁଦ୍ଧରେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛନ୍ତି। ତେବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଲାଗି ରହିଥିବା ହେତୁ ବିଭିନ୍ନ ଦେଶରେ ଗ୍ୟାସ୍ ସଂକଟ ଦେଖାଦେଇଛି। ଭାରତ ମଧ୍ୟ ଏଥିରୁ ବାଦ ପଡ଼ିନି। ଏବେ ବି ସରକାର ଦାବି କରୁଛନ୍ତି ଯେ ପର୍ଯ୍ୟାପ୍ତ ପରିମାଣରେ ଗ୍ୟାସ୍ ମହଜୁଦ ଅଛି। ଏଥିପାଇଁ ଚିନ୍ତା କରିବାର କୌଣସି କାରଣ ନାହିଁ। ଦେଶରେ ଏଲ୍ପିଜି କମ୍ ହେବା ହେତୁ ସରକାରଙ୍କ ତରଫରୁ ସଫେଇ ଦିଆଯାଇଛି କି ଗ୍ୟାସ୍ ଉପଭୋକ୍ତାମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣରେ ଗ୍ୟାସ୍ ସିଲିଣ୍ଡର ଆମଦାନୀ ହେଉଛି। ସରକାର ଉପଭୋକ୍ତାମାନଙ୍କୁ ଅନୁରୋଧ କରିଛନ୍ତି ଯେ ପିଏନ୍ଜି କନେକ୍ସନ୍ କରିବା ପାଇଁ। ଆଜି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ ସୂଚନା ଦେଇଛି ଯେ ଦେଶରେ ପର୍ଯ୍ୟାପ୍ତ ପରିମାଣର ତୈଳ ଉପଲବ୍ଧ ରହିଛି। ସବୁ ପେଟ୍ରୋଲ ପମ୍ପ ସେଥିପାଇଁ ଆଲର୍ଟ ଅଛନ୍ତି ଏବଂ କାମ ମଧ୍ୟ କରୁଛନ୍ତି। କେଉଁଠି ପେଟ୍ରୋଲ ସରିଯିବାର ରିପୋର୍ଟ ବର୍ତ୍ତମାନ ପର୍ଯ୍ୟନ୍ତ ଆସିନାହିଁ। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ହେଉଥିବା କାରଣରୁ ସାମାନ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ ଆଉ ଆପଣମାନେ ଭିଡ଼ିଓ ଦେଖି ସବୁକିଛି ବୁଝିଯାଇଥିବେ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ, ଦୟାକରି ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍, ସେୟାର ଓ କମେଣ୍ଟ କରିଦିଅନ୍ତୁ। ଆଉ ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଜି ପାଇଁ ଏତିକି। ପୁଣି ଦେଖା ହେବ ଆଉ ଏକ ନୂଆ ଭିଡ଼ିଓରେ। ସେତେ ପର୍ଯ୍ୟନ୍ତ ମୁଁ ଦୀପୁ ଆପଣମାନଙ୍କ ଠାରୁ ବିଦାୟ ନେଉଛି। ରହୁଛି। ଧନ୍ୟବାଦ।